जय श्री जगन्नाथ भाई बने सर्वप्रथम गुरुदेव गणपति मो जगदम्बा को प्रणाम करी आज आम राष्ट्र सेशन स्टार्ट करवा राष्ट्र सेशन क्रम वृत्ति अध्याय पढ़ुलु बृहत पराशर होरा शास्त्र वृत्ति अध्याय क्रम आम पढ़ुलु कि 10 मास मनीषर सस्टेनांस तार वृत्तिटा बहुत ही इंपोर्टेंट आ वृत्ति न कले मनीष को तार सस्टेन करने कौन जिनस मिलबनी सेई क्रम आम कौन करूना दशम राशि दशमस्त ग्रह दशम राशि बसुवा ग्रह को देखिकी कौन जिनस गोटे इंटरप्रेट करके कहीदौ कि महर्षि परशर कहते भाई देख केवल दशम राशि देखनी तमें लग्न रु केवल दशम स्थान को देखनी चंद्र रु मध्य दशम स्थान को देख लग्न और चंद्र भितर जी बलवान रु 10th हाउस रे तुमको देखिकी जिनस गुड़ाक जना पड़ो कि कौ जगार ये वृत्ति कर तो दशम रे जदि महर्षि पराशर कहते दशम रे जदि मेष राशि रहिला बा नवांशर अधिक वर्ग रहिला दशम रे जदि मेष राशि रहिला दशम रे मेष राशि केतेबेले आसीबो जदि कर्कट लग्न ହେଇଥିବ ତାହେଲେ ଦଶମରେ ମେଷ ରାଶि ଆସିବ ତ କର୍କଟ ଲଗ୍ନ ବାଲାଙ୍କ ପାଇଁ କି ଯଦି ଦଶମରେ ମେଷ ରାଶି ରହିଲା ବା ଦଶମରେ ଯଦି ନବାଂଶରେ ମେଷ ରାଶି ରହିଲା ମାନେ କାହାର ନବାଂଶରେ କର୍କଟ ଲଗ୍ନ ଉଦିତ ହେଇଛି ମେଷ ରାଶି ରହିଲା ଏବଂ ଅଧିକ ବର୍ଗ ମାନେ କଣ ବର୍ଗୋତ୍ତମ ହବା ଠିକ ଅଛି ନା ମାନେ ନବାଂଶରେ ବି ସେ ପ୍ଲାନେଟ ଟା ସେଇ ଜାଗାରେ ଥିବ ଆଉ ଲଗ୍ନ ଚାର୍ଟରେ ବି ସେ ଜାଗାରେ ସେ ପ୍ଲାନେଟ ଟା ଥିବ ତାହେଲେ ସେ ଲୋକ କୃଷି କରିବ ବଗିଚା କରିବ ଜୁଆ ଖେଳିବ ସର୍ଭିସ କରିବ ବେପାର କରିବ ରସ ବିକିବ ଏବଂ ମଦ୍ୟର ବିଜନେସ କରିବ ମାନେ ଏଗୁଡା ଆମେ ଏବେ ଇଣ୍ଟରପ୍ରିଟେସନ ହିସାବରେ ନବା କୃଷି କରିବା ମାନେ କଣ ମାର୍ସ ରିଲେଟ କରେ ଜେନେରାଲି ଲ୍ୟାଣ୍ଡ କୁ ତେଣୁ ମାର୍ସିଆନ ଆକ୍ଟିଭିଟିଜ ଭିତରେ ତୁମେ ଯଦି କେବଳ କହିବ ମାର୍ସ ହଉଛି ଗ୍ରହ ଜଗତର ସେନାପତି ଇଏ ଯାଇକି କେବଳ ଲଢିବ ବର୍ଡରରେ ବା ପୋଲିସ ଚାକିରି କରିବ ବା ଫାୟାର ଡିପାର୍ଟମେଣ୍ଟରେ ଚାକିରି କରିବ ବା ଇଲେକ୍ଟ୍ରିସିଟି ଡିପାର୍ଟମେଣ୍ଟରେ ଚାକିରି କରିବ ସେମିତି ମାନେ ନାହିଁ ମାର୍ସ ଭୂମିର ମଧ୍ୟ କାରକ ତେଣୁ ଭୂ ରିଲେଟେଡ ୱାର୍କ ବି କରିପାରିବ ଏଠି ତ କେବଳ ଦେଇଛି କୃଷି ଆଉ ବଗିଚା ତିଆରି କରିବା କଥା ଆଜିକା ମଡର୍ନ ଡେ ର ଇଣ୍ଟରପ୍ରିଟେସନ ରେ ଆମେ ତାକୁ କହିପାରିବା ଯେ ଜେନେରାଲି ଯୋଉ ରିଏଲ ଇଷ୍ଟେଟ ରିଲେଟେଡ କାମ ନହେଲେ ଜମି ବିକା କିଣା କାମ ଠିକ ଅଛି ନା ଜୁଆ ଖେଳିବା ମାନେ ଏ ଲୋକ ଏତେ ଅବସେସ୍ଡ ରହିବ ଗୋଟେ କାମକୁ ନେଇକି ଯେ କହିବା ବାହାରେ ତାକୁ ତା କାମଟା ହରହାଲରେ ଦରକାର ବିଜନେସ ବି କରିପାରେ ମୁଁ କହିଛି କି ଲ୍ୟାଣ୍ଡ ରିଲେଟେଡ ବିଜନେସ ବି କରିପାରେ ମାର୍ସ ରିଲେଟେଡ ପ୍ରଡକ୍ଟ ର ବିଜନେସ ବି କରିପାରେ ମଦ ବିକିପାରେ କାରଣ ମାର୍ସ ରୁ ଆମେ ଜେନେରାଲି ଇଏ ବି ଦେଖୁ କଣ ନା ଯୋଉ ବେକାରିଆ ମାର୍ସ ହଉଛି ଗୋଟେ ନୈସର୍ଗିକ ପାପ ଗ୍ରହ ନା ଠିକ ଅଛି ନା ତେଣୁ ମୋର କହିବା କଥା ହେଲା ଯେ ଆମେ ମାର୍ସିଆନ ଆକ୍ଟିଭିଟିଜ ର ମାର୍ସ ର ଗୁଣକୁ ଦେଖିବା ପୂର୍ବରୁ ଆମେ ଲଗ୍ନ ଆଉ ଚନ୍ଦ୍ର ଭିତରେ କିଏ ବଳବାନ ଅଛି ସେଟାକୁ ଆଗ ଚେକ୍ କରିବା ତାର 10th ହାଉସ ଦେଖିବା ତାର 10th ହାଉସ ଦେଖି ସାରିଲା ପରେ ଦଶମରେ ଯଦି ମେଷ ରାଶି ଉଦିତ ଦଶମରେ ମେଷ ରାଶି ଅଛି ମାନେ କର୍କଟ ଲଗ୍ନ ହେଇଛି ଆଜି ଲଗ୍ନ ଚାର୍ଟରେ ଅର ନବାଂଶ ଚାର୍ଟରେ ଯଦି କର୍କଟ ଲଗ୍ନରେ ମେଷ ରାଶି ଦଶମ ଭାବରେ ଆସିବ ଯଦି ସେମିତି ହେଇଛି ଯଦି ସେଭଳିଆ ସିଚୁଏସନ ହେଇଛି ତାହେଲେ ଆଖି ବନ୍ଦ କରିକି ସେ ମାର୍ସିଆନ ଆକ୍ଟିଭିଟିଜ କରିବ ହିଁ କରିବ ସେଥିରେ କୌଣସି ସନ୍ଦେହ ଅବକାଶ ପଡିବାର ନାହିଁ ଆମର ଗୋଟେ ଶ୍ଳୋକକୁ ଭଲସେ ବୁଝିବାର ଅଛି ଏବଂ ସେ ଶ୍ଳୋକ ଉପରେ ଆମକୁ କାମ କରିବାର ଅଛି ତେଣୁ ଆମକୁ ଏଇଟା ହେଲା କମନ ରିଲେଟେଡ କ୍ୱେଶ୍ଚିନ୍ କି ମୁଁ କଣ କରିବି ଆଷ୍ଟ୍ରୋଲୋଜର ବୁକ୍ ଆସିଲେ ତାକୁ ଯେତେବେଳେ ସେ ଦିଗଦର୍ଶନ ଚାହିଁବ ତାକୁ ପଚରା ଯେ ମୁଁ କଣ କରିବି ତେଣୁ ଏଇ ଜିନିଷଟା ଦେଖିକି ତାକୁ ଲାଇଭ ପ୍ରେଡିକ୍ସନ ଦିଆଯିବ କି ଏଇ ଜିନିଷଟାରେ ଆପଣ ଏଇଆ କରିପାରିବେ ଏଇ ଜିନିଷକୁ ଆଖି ଆଗରେ ରଖି ପ୍ଲାନେଟର କାରକ ତତ୍ତ୍ୱ ଏବଂ ସେ ପ୍ଲାନେଟକୁ କୋଉ ପ୍ଲାନେଟ ଦେଖୁଛନ୍ତି କୋଉ ପ୍ଲାନେଟ ତା ସହିତ ବସିଛନ୍ତି ସେ ସବୁ ଜିନିଷକୁ ଆଖି ବନ୍ଦ କରିକି ତୁମେ ମାନେ ଯଦି ରିସର୍ଚ୍ଚ କରିକି ଦେଖିବ ସେ ସେଇ ରିଲେଟେଡ କାମ ପାଇଁ କି ଇଣ୍ଟରେଷ୍ଟ ରଖିଥିବ ବା କରୁଥିବ କିଛି କିଛି ଜାଗାରେ ମୁଁ ବି ଏଇଟା ଦେଖିବାକୁ ପାଇଛି ଯେ ଜେନେରାଲି
ଜେନେରାଲି ଦଶମସ୍ତ ଭାବର ପ୍ଲାନେଟ ମାନେ ସେଟାକୁ ରୁଲ କରନ୍ତି। ମୋଷ୍ଟ ଅଫ ଦ କେସେସ୍ 80% କେସେସରେ ଲଗ୍ନ ଚାର୍ଟରେ 10th ହାଉସ କୁ ଯୋଉ ପ୍ଲାନେଟ ଦେଖୁଥିବେ ବା 10th ହାଉସ କୁ ଯୋଉ ପ୍ଲାନେଟ ବସିଥିବେ, ନବାଂଶରେ ଯୋଉ 10th ହାଉସ ରେ ଯୋଉ ପ୍ଲାନେଟ ବସିଥିବେ, ଯୋଉ 10th ହାଉସ ରେ ପ୍ଲାନେଟ ଦେଖୁଥିବେ, ସେଇମାନଙ୍କ କର୍ମକ୍ଷେତ୍ର ପାଇଁ ମଣିଷର ସବକନସିୟସ ମାଇଣ୍ଡରେ ଏମିତି ଗୋଟେ ଗ୍ରହ ରୂପୀ ନାରାୟଣ ବା ଗ୍ରହ ରୂପୀ ମହାଦେବଙ୍କର ଗୋଟେ ଏମିତି ଇମ୍ପାକ୍ଟ ରହିଥିବ ଯେ ମଣିଷ ସେଇ କର୍ମ କରିବା ପାଇଁ ଭଲ ପାଉଥିବ ବା ତାକୁ ସେଇଟା ପ୍ୟାସନ ଲାଗୁଥିବ ଆଉ ତାକୁ ଇଚ୍ଛା ହଉଥିବ ମୁଁ ସେଇ ରିଲେଟେଡ ୱାର୍କଟା କରେ। ଠିକ ଅଛି ନା? ତେବେ ଆଜିର ସେସନରେ ଆମେ ବୃତ୍ତି ଅଧ୍ୟାୟର କେବଳ ଗୋଟିଏ ହିଁ ଶ୍ଳୋକକୁ ଆଗକୁ ନେଲେ କି ଯଦି ଦଶମ ଭାବରେ ମେଷ ରାଶି ଆସିଲା ବା ନବାଂଶ ଆସିଲା ବା ବର୍ଗୋତ୍ତମ ହେଇଗଲା ନବାଂଶ, ତାହେଲେ ମେଷ ରାଶିର ଯଦି ଆସିଲା, ଦଶମ ଭାବରେ ଯଦି ମେଷ ରାଶି ଆସିଲା, ନବାଂଶରେ ଯଦି ମେଷ ରାଶି ଆସିଲା ବା ବର୍ଗୋତ୍ତମ ହେଇଗଲା ନବାଂଶରେ ମେଷ ରାଶି, ତାହେଲେ କଣ ସେ କରିବ? ସେ ନିଶ୍ଚିତ ଭାବରେ ମାର୍ସିଆନ ଆକ୍ଟିଭିଟିଜ କରିବ ଏବଂ ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଏଇ ସବୁ ଜିନିଷ କେବଳ ରାଶିର କାରକ ତତ୍ତ୍ୱକୁ ନେଇକି ନୁହଁ, ଆ ଉପରେ ଆମେ ନେକ୍ସଟ ଜାଣିବା ଯେ ଯୋଉ ମେଷ ରାଶି ଅଛି, ଦଶମ ଭାବରେ ଆସିଲା ବୋଲି ସିନା ଆସିଗଲା, କିନ୍ତୁ ସର୍ବପ୍ରଥମେ ଏଇଟାକୁ ଜାଣିବା ଦରକାର ଯେ କେବଳ ଆମେ ରାଶିକୁ ନେଇକି, ରାଶି ଯଦି 50% ହେଲା ତାହେଲେ ଭାବର କାରକ ତତ୍ତ୍ୱ ମଧ୍ୟ 50% ରହିବ। ଠିକ ଅଛି? ତେଣୁ ଆଜିର ସେସନରେ ଆମେ ଏତିକି ଜାଣିଲେ, ଯଦି ମେଷ ରାଶି ଦଶମ ଭାବରେ ଆସିଲା, ଆରେ ବାବା ମେଷ ରାଶି ଦଶମ ଭାବରେ ଆସିଗଲା, କିନ୍ତୁ ସେଇ ମେଷ ରାଶି, ମଙ୍ଗଳ ତ କେବଳ ମେଷ ରାଶିକୁ ରୁଲ କରୁନି ନା, ମଙ୍ଗଳ ବିଛା ରାଶିକୁ ବି ରୁଲ କରୁଛି। ତେଣୁ ପଞ୍ଚମ ଭାବର ସ୍ୱାମୀ, କର୍କଟ ଲଗ୍ନରେ ପଞ୍ଚମ ଭାବର ସ୍ୱାମୀ ବି ମଙ୍ଗଳ। ତ ମଙ୍ଗଳ ଯେତେବେଳେ 10th ହାଉସ ଆସିଗଲା, ଏ ଲୋକ ଯୋଉ ଭଳିଆ ବିଦ୍ୟା ଅର୍ଜନ କରିଥିବ ସେ ବିଦ୍ୟାରୁ ସେ ତାର ବୃତ୍ତି କରିବା ପାଇଁ ଚେଷ୍ଟା କରିବ। ଠିକ ଅଛି? ତେଣୁ କେବଳ ଯେ ଆମେ ରାଶିର ତତ୍ତ୍ୱ ଦେଖିବା ସେଇଟା ନାହିଁ, ଆମେ ରାଶି ତଥା ସେ ରାଶ୍ୟାଧିପତି କୋଉ ଆଉ ଗୋଟେ ଘରର ମାଲିକ ସେଟାକୁ ବି ଚେକ୍ କରିବା। ଠିକ ଅଛି ନା? ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।